ଆରେ ମିତ ମୁଁ କ'ଣ ଶୁଣୁଛି ମର୍ତ୍ତ୍ୟ ଲୋକରେ ମନୁଷ୍ୟମାନେ ମଧ୍ୟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା କରୁଛନ୍ତି। କ'ଣ କହୁଛ? ଦେଖିବା ପାଇଁ ଯିବା? ଚାଲ ବିଶ୍ୱକର୍ମା ବାବାଙ୍କର ପୂଜା ଦେଖିକି ଆସିବା। ଫେମସ୍ ଜାଗାର ନାଁ ଗୋଟେ ବାହାର କର, ସେଇଠି ବୁଲିବା ପାଇଁ ଯିବା। ତାହେଲେ ତୁମେ ଆଉ ଘରକୁ ଯିବନି? ସେପଟେ ତୁମ ସ୍ତ୍ରୀ ତୁମକୁ ଅନେଇ ରହିଥିବ ଯେ ତୁମ ଫେରିବାର ବାଟକୁ। ଆଉ ତୁମେ ଏଠି ଆରାମରେ ଖାଲି ଯାନି ଯାତ୍ରା ଦେଖୁଥାଅ। ଆଉ କିଛି କାମ ଧନ୍ଦା ତୁମର ନାହିଁ? ଆଉ ତୁମର କିଛି କାମ ନାହିଁ ନା କ'ଣ ବା? କୁହନା ମିତ, ସେ ଜଞ୍ଜାଳରେ ମୁଁ ପଶି ଯାଇକି ବଡ଼ ଭୁଲ କରିଛି ସତେ। ଆଜି ଏଇଟା ନାହିଁ, କାଲି ସେଇଟା ନାହିଁ, ସବୁବେଳେ ଖାଲି କେଚେରେ ମୁଣ୍ଡ ପୁରା ଟେନସନ୍ ହେଇଯାଉଛି। କ'ଣ କରିବ କହିଲ? ହେଉ ଠିକ୍ ଅଛି। ମୁଁ ଶୁଣିଛି କ'ଣ ଆମ ନାଲକୋ ନଗରରେ ପରା ବିଶ୍ୱକର୍ମା ପୂଜା ଫେମସ୍। ସେ ଦୀର୍ଘ ଦିନ ଧରି ଚାଲେ। ଆଉ ସେଠି ବିଭିନ୍ନ ପ୍ରକାର ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ମୂର୍ତ୍ତି କରିଥାନ୍ତି। ଯିବା ଯଦି ଆମେ ସେଠାକୁ ଯିବା, ନିଶ୍ଚିତ ଭାବରେ ଯିବା। ହଁ ମୁଁ ପୁରା ଫୁଲ୍ ରେଡ଼ି। କେବେ ଦେଖିବାକୁ ଯିବା ଖାଲି କୁହ। ଆଉ ଏମିତି ଗୋଟେ ଦିନ ଯିବା ଯେମିତି ସେଦିନ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବ। ବୁଝିପାରିଲ ମିତ୍ର? କେବେ ଗଲେ ଠିକ୍ ହେବ କୁହ? ଏମିତି ଗୋଟେ ଦିନ ନିର୍ଦ୍ଧାରିତ କର, ସେଦିନ ବାହାରିବା ଏଠୁ। ଆଉ ହଁ ମିତ୍ର, ତୁମ କଥା ରହିଲା। ଏଇ ପରଦିନକୁ ଯିବା। ସେଠାରେ ପହଞ୍ଚି ନିଶ୍ଚିତ ଭାବରେ ଆମେ ସେଲ୍ଫି ଗୋଟେ ନେବା ପ୍ରଥମେ, ଆଉ ରିଲ୍ସ ଗୋଟେ ବନେଇବା, ଆଉ ଇନଷ୍ଟାଗ୍ରାମରେ ତାକୁ ପୋଷ୍ଟ କରିବା। ସେ ପୁରା ଭାଇରାଲ ହେଇଯିବ। ଆରେ ବାବା, ଫୁଲ୍ ମଜା ଆସିବ ସତରେ ମିତ୍ର। ତାହେଲେ ଠିକ୍ ଅଛି, ଏ 2-4 ଘଣ୍ଟା ମଧ୍ୟରେ ଆମକୁ ସବୁ ଜିନିଷ ରେଡ଼ି କରିବାକୁ ପଡ଼ିବ। ନା କ'ଣ କହୁଛ? ଚାଲ ତାହେଲେ ଶୀଘ୍ର ନିଜ ନିଜର ଜିନିଷ ବାହାର କରି ବାହାରି ପଡ଼ିବା ଯାତ୍ରାରେ। ଚାଲ ଚାଲ ଶୀଘ୍ର ରେଡ଼ି ହେଇଯିବା, ନହେଲେ ଡେରି ହେଇଯିବ। ତୁମେ ଆଉ ଡେରି କର ନା। ସେପଟେ ବିଭିନ୍ନ ରକମର ଖାଇବା ଆସିଥିବ, ଗଲେ ଆମେ ଖାଇବା ନା। ଆଉ ମୁଁ ଆଗ ମୋ ସ୍ତ୍ରୀ ପାଇଁ କ'ଣ ଆଣିବି ତା ପାଇଁ ଗୋଟେ ଲିଷ୍ଟ କରିବାକୁ ପଡ଼ିବ। ଚୁଡ଼ି, ପାଉଡ଼ର, ଲିପଷ୍ଟିକ୍ ଆଉ ମେକଅପ୍ ସାମାନ ସବୁ କ'ଣ ଯେ ଠିକ୍ ଭାବରେ ମନେ ପଡ଼ୁନି। ଛାଡ଼, ସେତେବେଳେ ମନେ ପଡ଼ିଲେ କିଣିବା। ଚାଲ। ଏକାକୀ ବଞ୍ଚିବାଟା ଭାରି ଦୁର୍ବିଷହ ହେଇଗଲାଣି। ତାର କିଛି ଗୋଟେ ବାଟ କରିବା, ବ୍ୟବସ୍ଥା କରିବା। ଆଇଡ଼ିଆ, ମେଳାରୁ ଏମିତି ଏକ ଜିନିଷ ଆଣିବି ଯାହାଦ୍ୱାରା କି ମୋତେ ଆଉ ଏକାକୀ ଫିଲ୍ ହେବ ନାହିଁ। ଆରେ ମାଙ୍କଡ଼ ଭାଇ, କୁମ୍ଭୀର ଭାଇ, ମୁଁ ବି ଯାତ୍ରା ଦେଖିବା ପାଇଁ ଯିବି ପରା। ଆଉ ତମେ 2 ଜଣ ଖାଲି କ'ଣ ଏକା ବାହାରିଛ? ମୋତେ ବି ସାଙ୍ଗରେ ନିଅ। ତୁ ଜାଣିନୁ ରେ ହରିଣ ନାନୀ, ଏ ମନୁଷ୍ୟ କେଡ଼େ ଭୟଙ୍କର। ତୋତେ କେତେବେଳେ ମାଂସ ବନେଇ ଖାଇଯିବେ। ତୁ ସେ ଯାତ୍ରା ଫାତ୍ରା ମନରୁ ଲିଭେଇ ଦେ, ବୁଝିଲୁ? ତୁ କେବଳ ଜଙ୍ଗଲ ସୁରକ୍ଷା କଥା ଚିନ୍ତା କର। ଆରେ ମିତ୍ର, ତୁମେ ଏ ପର୍ଯ୍ୟନ୍ତ କ'ଣ ବାହାରିନ? ଆମକୁ ପରା ବହୁତ ବାଟ ଯିବାକୁ ପଡ଼ିବ। ତୁମେ ଏତେ ଲେଟ୍ କଲେ କ'ଣ ଚଳିବ? ଚାଲ ଶୀଘ୍ର ରେଡ଼ି ହୁଅ। ଆଉ ଏତେ ବିଳମ୍ବ କର ନା, ଚାଲ। ହଁ ବାହାରୁଛି। ବୁଝିଲ, ମୁଁ ଆଜି ଶୋଇପଡ଼ିଥିଲି, ସେଥିପାଇଁ ମୋର ଲେଟ୍ ହେଇଗଲାଣି। ମୁଁ ସ୍ୱପ୍ନରେ ଦେଖୁଥିଲି ଯାତ୍ରାରେ ମୁଁ କ'ଣ ସବୁ ଆଣିବି, କ'ଣ ସବୁ କିଣି ଆଣିକି ମୋ ଘରେ ଥୋଇଲ। ମିତ୍ର, ଆଉ ଡେରି କର ନା, ଶୀଘ୍ର ଚାଲିବା ଆରମ୍ଭ କର। ବାଟରେ ଯାଇ କିଛି ଖାଇବା, ତାପରେ ସଙ୍ଗେ ବାହାରିବାକୁ ପଡ଼ିବ ଆମକୁ। ଅନୁଗୁଳ ଏଠୁ ପୁରା ବହୁତ ଦୂର। ଯାଉ ସନ୍ଧ୍ୟା ହେଇଯିବ। ଶୀଘ୍ର ଚାଲ, ଆଉ ଡେରି କର ନା। ବୁଝିଲ ମିତ୍ର, ବହୁତ ଦିନ ହେଲାଣି ପାଟିରେ ଗୁପଚୁପ୍ ଟିକେ ପଡ଼ିନି। ବାଟରେ ତ ସେ ବିଲୁଆ ନନା ବିକ୍ରି କରୁଥିବ। ଯଦି ସେ ଆମକୁ ଦେଖିଦେବ ନା, ତାହେଲେ କିଳା ନବାରେ ମିତ୍ର। ତା ପାଇଁ କିଛି ଗୋଟେ ପ୍ଲାନ୍ କରିବାକୁ ପଡ଼ିବ। ଆମକୁ ଆମର ବେଶ ବଦଳିବାକୁ ପଡ଼ିବ ମିତ୍ର, ଶୀଘ୍ର, ନହେଲେ ଫସିଯିବ। ବଢ଼ିଆ ପ୍ଲାନ୍। ହେଉ ତାହେଲେ ଚାଲ। ଆଉ ଗୋଟେ କଥା ମିତ୍ର, ଏ ଜଙ୍ଗଲରେ ଏକ ବିରାଟ ବରଗଛ ଅଛି, ଆଉ ସେଠାରେ ଏକ ଭୂତ ସମସ୍ତଙ୍କୁ ଡରାଉଛି। ସେ ବାଟରେ କେମିତି ଯିବା କହିଲ? ଗୋଟେ ପ୍ଲାନ୍ କର। ନୋ ପ୍ରୋବ୍ଲେମ୍, ମୁଁ ଅଛି ନା ମିତ୍ର। ତମେ ଚିନ୍ତା କ'ଣ ପାଇଁ କରୁଛ? ବାଟରେ ଗଲାବେଳେ ଗୋଟେ କିରୋସିନ ବୋତଲ ନେଇକି ପଳେଇବା।
ବାକି କଥା ମୁଁ ସମ୍ଭାଳି ନେବି। ତମେ ଆରାମରେ ଚାଲ ହେଲା, ଟେନସନ ନିଅ ନା ବିଲକୁଲ। ମିତ୍ର ଏଇ ଦେଖ ଆଗରେ ସେଇ ବୃକ୍ଷ, ସାବଧାନ ହେଇଯାଅ, ସାବଧାନ, ନହେଲେ ତାର ମୁନିଆ ଦାନ୍ତରେ ଆମର ରକ୍ତ ସବୁ ଶୋଷି ନେବ, ବେକଟାକୁ ମୋଡ଼ି ଖାଇଯିବ। हे प्रभु रक्षा करो, प्रभु रक्षा करो। जय हनुमान ज्ञान गुण सागर, जय कपि सिति लोक उजागर। राम दूत अतुलित बल धामा, अंजनी पुत्र पवन सुत नामा। जय बजरंगबली, जय हनुमान, जय हनुमान। ହା ହା ରହିଯା, ଏ ଘଞ୍ଚ ବଣରେ ଏ କୁମ୍ଭୀର କେମିତି ଆସିଲା ରେ? ଆଗକୁ ବଢିବ ଯଦି ମୁଁ ତୁମର ରକ୍ତ ଶୋଷି ନେବି, ବୁଝିଲ? ବୁଝିଲ ଭୂତ ନାନୀ, ତମକୁ ଦେଖିନା ଗୀତ ଖଣ୍ଡେ ଗାଇବାକୁ ଇଚ୍ଛା ହଉଛି। କୋଉ କଳଟା ଖାଉଛ, କୋଉ ନଳ ପାଣି ପିଉଛ, ମାରାଣ ତମେ ଭାରି ଝକାସ ଦିଶୁଛ। ତମ ସୁନ୍ଦରତାର ରହସ୍ୟ ଟିକେ କୁହ। ବୁଝିଲ ମିତ୍ର, ତାଙ୍କର ଖାଲି ସେ ଖୋଲା ଚୁଟି ଗୁଡ଼ାକ ବା ସୌନ୍ଦର୍ଯ୍ୟଟାକୁ ତାଙ୍କର ଆଉ ଟିକେ ବଢ଼େଇ ଦେଉଛି। ଦେଖୁଛ ନା ନାଇଁ, କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ନାଇଁ ମା, ତୁମେ ମୋର ସୌନ୍ଦର୍ଯ୍ୟ ବିଷୟରେ ଆଉ ବେଶୀ କହି ମୋତେ ଆଉ ଟେକ ନା, ମୁଁ ଟେକି ହେଇଯିବି। ତୁମେ ସେତିକି ଫାଙ୍କା ମାର, ତୁମ ପ୍ଲାନ୍ ମୁଁ ଜାଣି ସାରିଲିଣି। ଆରେ ଟିକେ ରହ, ଜାଣିଛୁ ମୁଁ କାଲି ସ୍ୱପ୍ନରେ ଦୁବାଇ ଯାଇଥିଲି। ତୋ ପାଇଁ ଗୋଟେ ସ୍ପେଶାଲ ତେଲ ଆଣିଛି, ତାକୁ ଚୁଟିରେ ଲଗେଇଲେ ଚୁଟି କଳା ଆଉ ଲମ୍ବା ହବ। ନେ ନେ ଶୀଘ୍ର ଟିକେ ଚୁଟିରେ ଲଗେଇ ଦେ, ତାପରେ ନିଆଁରେ ଟିକେ ସେକିଦେବୁ, ଦେଖିବୁ ତୋ ଚୁଟି କେମିତି କଳା ଆଉ ଲମ୍ବା ହେଇଯିବ। ଓକେ, ଦିଅ ଦିଅ ଦେଖିବା ଏଟା ଲଗେଇଲା ପରେ କେମିତି ଚୁଟି କଳା ହବ ମୋର। ଦିଅ ଦିଅ। ତମେ ମୋ ସହିତ ବହୁତ ଛଳନା କଲ। ଯା ମରିଯା, ଯା ମରିଯା, ରକ୍ତ ପିଇବୁ, ପୁଣି ଆମର ରକ୍ତ ପିଇବୁ, ଯା ଜଳିଯା। ମୁଁ ତମକୁ କହିଥିଲି ନା ମିତ୍ର, ମୁଁ ଏମିତି ଭୂତ କେତେ ଦେଖିଛି, ଏ କଣ ନୂଆ? ଚାଲ ଚାଲ ଶୀଘ୍ର ଚାଲ, ସେ ଗୋଟେ ଯାତ୍ରା ଆରମ୍ଭ ହୋଇଯିବଣି। ଶୀଘ୍ର ଯାଇ ସେଠାରେ ପହଞ୍ଚିବାକୁ ପଡ଼ିବ, ଚାଲ। ଏଇ ଦେଖ ମିତ୍ର, ସେଇ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୂର୍ତ୍ତି। ଆଃ କେଡ଼େ ସୁନ୍ଦର, କେଡ଼େ ବିଚିତ୍ର ମୂର୍ତ୍ତି ସତେ, ଦେଖିଲ? ଜୟ ବାବା ବିଶ୍ୱକର୍ମାଙ୍କର ଜୟ, ଜୟ ବାବା ବିଶ୍ୱକର୍ମା। ଚାଲ ଟିକେ କ'ଣ ଗୋଟେ ଖାଇବା, ଭାରି ଭୋକ। ଆଉ ଖାଇସାରି ଗଛ ତଳେ ଟିକେ ରେଷ୍ଟ ନେବା। ଆଉ ବୁଝିଲ ମିତ୍ର, ଆମେ ଏତେ ଶୀଘ୍ର ଯିବାନି, ଏଠି 2-3 ଦିନ ରହିକି ଯିବା। ଭଲସେ ଯାତ୍ରା ଦର୍ଶକ ବନ୍ଧୁ, ଆମେ ତ ଆସିଛୁ ନାଲକୋ ବିଶ୍ୱକର୍ମା ପୂଜା ଦେଖିବା ପାଇଁ। ଆପଣମାନେ କୋଉଠିକି ଯାଇଛନ୍ତି ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଲେଖିକି ଜଣାଇବେ। ଏବେ ବିଦାୟ।